ଶ୍ରୀ ବିଲ୍ୱମଙ୍ଗଳ ବିରଚିତ ଶ୍ରୀ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍। ଯେତେବେଳେ କୌରବ ପାଣ୍ଡବମାନଙ୍କ ସାମ୍ନାରେ ପୂର୍ଣ୍ଣ ସଭାରେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ର ବାଳକୁ ଟାଣିବାରେ ଲାଗିଲେ, ସେହି ସମୟରେ ଯାହାଙ୍କର ଅନ୍ୟ କେହି ଆଶ୍ରୟ ନଥିଲେ, ଏପରି ଦ୍ରୌପଦୀ କାନ୍ଦିକରି ଡାକିବା ଲାଗିଲେ, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ହେ ଶ୍ରୀକୃଷ୍ଣ, ହେ ବିଷ୍ଣୁ, ହେ ମଧୁକୈଟଭାରୀ, ହେ ଭକ୍ତବତ୍ସଳ, ହେ ଭଗବାନ, ହେ ମୁରାରୀ, ହେ କେଶବ, ହେ ଲୋକେଶ୍ୱର, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ମୋର ରକ୍ଷା କର, ରକ୍ଷା କର। ଯାହାଙ୍କର ମନ ମୁରାରୀଙ୍କ ପାଖରେ ଲାଗିଯାଇଛି, ଏପରି ସମସ୍ତ ଗୋପକନ୍ୟାମାନେ ଦୁଧ ଦହି ବିକିବା ପାଇଁ ଘରୁ ବାହାରିଲେ। ତାଙ୍କର ମନ ତ ମୁରାରୀଙ୍କ ପାଖରେ ଥିଲା, ଅତଃ ପ୍ରେମବଶତଃ ନିଜକୁ ଭୁଲିଯାଇ ଦୟନୀୟ ଦୟ ସ୍ଥାନରେ ସେମାନେ ଉଚ୍ଚ ସ୍ୱରରେ ଗୋବିନ୍ଦ, ଦାମୋଦର, ମାଧବ ଆଦି କହିବାରେ ଲାଗିଲେ। ଓଖଳରେ ଧାନ ପୂର୍ଣ୍ଣ କରି ସେ ମୁଗ୍ଧା ଗୋପକନ୍ୟାମାନେ ଧାନ କୁଟିବା ସମୟରେ କୃଷ୍ଣ ପ୍ରେମରେ ବିଭୋର ହୋଇ ଗୋବିନ୍ଦ, ଦାମୋଦର, ମାଧବ ଏ ପ୍ରକାର ଗାନ କରୁଥିଲେ। କୌଣସି କମଳନୟନୀ କନ୍ୟା ମନ ବିନୋଦ ପାଇଁ ପାଳିଥିବା ନିଜର ଶୁଆକୁ ହାତରେ ବସାଇ ତାକୁ କୁହାଉଥିଲା, କୁହ ଶୁକ, ଗୋବିନ୍ଦ, ଦାମୋଦର, ମାଧବ। ପ୍ରତ୍ୟେକ ଘରେ ଗୋପକନ୍ୟାମାନେ ପଞ୍ଜୁରରେ ପାଳିଥିବା ନିଜର ଶୁକକୁ ତାଙ୍କର ଅସ୍ପଷ୍ଟ ବାଣୀରେ କୁହାଉଥିଲେ, କ୍ଷଣ କ୍ଷଣ କରି କୁହାଉଥିଲେ, ହେ ଶୁକ କୁହ ଗୋବିନ୍ଦ, ହେ ଗୋବିନ୍ଦ, ହେ ଦାମୋଦର, ମାଧବ ଇତ୍ୟାଦି ରୂପରେ କୁହାଉଥିଲେ। ଅଗଣାରେ ପଡ଼ିଥିବା ନିଜର ଛୋଟ ପିଲାକୁ ଶୁଆଉଥିବା ସମୟରେ ସମସ୍ତ ଗୋପକନ୍ୟାମାନେ ଝୁଲଣାରେ ଝୁଲୁଥିବା ନିଜର ଛୋଟ ପୁତ୍ରକୁ ଶୁଆଉଥିବା ସମୟରେ ସମସ୍ତ ଗୋପକନ୍ୟାମାନେ ତାଳସ୍ୱରରେ ଗୋବିନ୍ଦ, ଦାମୋଦର, ମାଧବ ଏହି ପଦ ଗାନ କରୁଥିଲେ। ହାତରେ ମାଖନ ଧରି ମା ଯଶୋଦା ଆଖିପିଟିକେ ଖୋଲିଥିବା ସମୟରେ ବ୍ୟସ୍ତ ବଳରାମଙ୍କ ଅନୁଜ କୃଷ୍ଣଙ୍କୁ ବାଳକଙ୍କ ମଧ୍ୟରେ ଧରି ଡାକିଲେ, ହେ ଗୋବିନ୍ଦ, ଆରେ ଦାମୋଦର, ଆରେ ମାଧବ। ବିଚିତ୍ର ବର୍ଣ୍ଣମୟ ଆଭରଣରେ ଅତ୍ୟନ୍ତ ସୁନ୍ଦର ପ୍ରତୀତ ହେଉଥିବା ହେ ମୁଖକମଳର ରାଜହଂସ ରୂପିଣୀ ମୋର ରସନା, ତୁ ସର୍ବପ୍ରଥମେ ଗୋବିନ୍ଦ, ଦାମୋଦର, ମାଧବ ଏହି ଧ୍ୱନିକୁ ହିଁ ବିସ୍ତାର କର। ନିଜ କୋଳରେ ବସି ଦୁଧ କ୍ଷୀର ପିଉଥିବା ବାଳଗୋପାଳ ରୂପଧାରୀ ଭଗବାନ ଲକ୍ଷ୍ମୀକାନ୍ତକୁ ଲକ୍ଷ୍ୟ କରି ପ୍ରେମାନନ୍ଦରେ ମଗ୍ନ ହୋଇଥିବା ଯଶୋଦା ମା ଏହି ପ୍ରକାର କହୁଥିଲେ, ଏ ମୋର ଗୋବିନ୍ଦ, ଏ ମୋର ଦାମୋଦର, ଏ ମୋର ମାଧବ, କିଛି କଥା କୁହ। ନିଜର ସମବୟସ୍କ ଗୋପବାଳକମାନଙ୍କ ସହିତ ଗୋଷ୍ଠୀରେ ଖେଳୁଥିବା ସମୟରେ ନିଜର ପ୍ରିୟ ପୁତ୍ର କୃଷ୍ଣଙ୍କୁ ଯଶୋଦା ମା ଅତ୍ୟନ୍ତ ସ୍ନେହର ସହିତ ଡାକିଲେ, ଆରେ ଗୋବିନ୍ଦ, ଆରେ ଦାମୋଦର, ଆରେ ମାଧବ, କୁଆଡ଼େ ଚାଲିଗଲୁ? ଅଧିକ ଚପଳତା କରିବା କାରଣରୁ ଯଶୋଦା ମା ଗାଈ ବାନ୍ଧିବାର ଦଉଡ଼ିରେ ଖୁବ୍ ଜୋରରେ ଓ ଖୋଳରେ ଶ୍ରୀ ଘନଶ୍ୟାମଙ୍କୁ ବାନ୍ଧିଦେଲେ। ସେତେବେଳେ ସେ ମାଖନ ଭୋଗୀ କୃଷ୍ଣ ଧୀରେ ଧୀରେ ଆଖି ମଳି କଇଁ କଇଁ ହୋଇ ଗୋବିନ୍ଦ, ଦାମୋଦର, ମାଧବ କହି କାନ୍ଦିବାରେ ଲାଗିଲେ। ଶ୍ରୀ ନନ୍ଦନନ୍ଦନ ନିଜ ଘରେ ଅଗଣାରେ ନିଜ ହାତରେ କଙ୍କଣରେ ଖେଳିବାରେ ଲାଗିଛନ୍ତି। ସେହି ସମୟରେ ମା ଯଶୋଦା ଧୀରେ ଯାଇ ତାଙ୍କର ଆଖି ବନ୍ଦ କରି କମଳନୟନ ମୁଖଯୁକ୍ତ କମଳନୟନକୁ ନିଜ ହାତରେ ବନ୍ଦ କରିଦେଲେ ଏବଂ ତଥା ଦ୍ୱିତୀୟ ଅନ୍ୟ ହାତରେ ମାଖନ ଧରି ପ୍ରେମପୂର୍ବକ କହିବାରେ ଲାଗିଲେ, ଗୋବିନ୍ଦ, ଦାମୋଦର, ମାଧବ, ନିଅ ଏହି ମାଖନ ଖାଇନିଅ। ବ୍ରଜର ପ୍ରତ୍ୟେକ ଘରେ ଗୋପକନ୍ୟାମାନେ ଏକତ୍ର ହୋଇ ଶ୍ରୀ ମନମୋହନ ମାଧବଙ୍କର ଗୋବିନ୍ଦ, ଦାମୋଦର, ମାଧବ ଏହି ପବିତ୍ର ନାମକୁ ଗାନ କରୁଥିଲେ। ଯାହାଙ୍କର ମୁଖରବିନ୍ଦ ବଡ଼ ମନୋହର, ଯିଏ ନିଜ ବିମ୍ବ ସମାନ ଅରୁଣ ଅଧରରେ ରଖି ବଂଶୀର ମଧୁର ଧ୍ୱନି କରୁଅଛନ୍ତି, ତଥା ଯିଏ କଦମ୍ବ ତଳେ ଗୋପ ଏବଂ ଗୋପୀମାନଙ୍କ ମଧ୍ୟରେ ବିରାଜମାନ, ସେହି ଭଗବାନଙ୍କର ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ପ୍ରକାର କହି ସଦା ସ୍ମରଣ କରିବା ଉଚିତ। ବ୍ରଜାଙ୍ଗନାମାନେ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଏବଂ ସେହି ଯମୁନାନନ୍ଦଙ୍କ ବାଳକ୍ରୀଡ଼ାକୁ ସ୍ମରଣ କରି ଦହି ମନ୍ଥିବା ସମୟରେ ଗୋବିନ୍ଦ, ଦାମୋଦର, ମାଧବ ଏହି ପଦକୁ ଉଚ୍ଚ ସ୍ୱରରେ ଗାନ କରୁଥିଲେ। ଦହି ମାଥିବା ସମୟରେ ମାତା ମାଖନର ଲୋଦାକୁ ରଖିଦେଲେ।
ମାଖନ ପକ୍ଷୀ କୃଷ୍ଣଙ୍କ ଦୃଷ୍ଟି ତାପରେ ପଡ଼ିଗଲା। ସେ ତାକୁ ଶୀଘ୍ର ଉଠାଇ ନେଲେ, କିଛି ଖାଇଲେ ଏବଂ କିଛି ବାଣ୍ଟି ଦେଲେ। ଯେତେବେଳେ ଖୋଜି ଖୋଜି ନ ମିଳିଲା ସେତେବେଳେ ଯଶୋଦା ମା ଆପଣଙ୍କ ଉପରେ ସନ୍ଦେହ କରି ପଚାରିଲେ, ହେ ମୁରାରୀ, ହେ ଦାମୋଦର, ହେ ମାଧବ, ସତ କୁହ, ମାଖନ ଗୋଳା କୁଆଡ଼େ ଗଲା? ଯାହାଙ୍କ ହୃଦୟରେ ପ୍ରେମର ବନ୍ୟା ଆସୁଅଛି। ଏପରି ମାତା ଯଶୋଦା ଘର ପୋଛାପୋଛି କରିସାରି ଦହି ମନ୍ଥିବାରେ ଲାଗିଲେ। ଘର ସଫା କରି ଦହି ମନ୍ଥିବାରେ ଲାଗିଲେ। ସେ ସମୟରେ ସବୁଆଡ଼ୁ ଗୋପାଙ୍ଗନମାନେ ତଥା ସଖୀମାନେ ଏକାଠି ହୋଇ ଗୋବିନ୍ଦ, ଦାମୋଦର, ମାଧବ ଏହି ପଦକୁ ଗାଇବାରେ ଲାଗିଲେ। କୌଣସି ଦିନ ପ୍ରାତଃକାଳ ଯେପରି ମାତା ଯଶୋଦା ଦହିପୂର୍ଣ୍ଣ ହାଣ୍ଡିରେ ମନ୍ଥନୀକୁ ଛାଡ଼ି ଉଠିଲେ, ସେତେବେଳେ ହିଁ ତାଙ୍କର ଦୃଷ୍ଟି ଶଯ୍ୟା ଉପରେ ବସିଥିବା ମନମୋହନ କୃଷ୍ଣଙ୍କ ଉପରେ ପଡ଼ିଲା। ତାଙ୍କୁ ଦେଖୁ ଦେଖୁ ବଡ଼ ପ୍ରେମରେ ପାଗଳ ହୋଇଗଲେ ଏବଂ ମୋର ଗୋବିନ୍ଦ, ମୋର ଦାମୋଦର, ମୋର ମାଧବ ଏପରି କହି ସ୍ନେହ କରିବାରେ ଲାଗିଲେ। କ୍ରୀଡ଼ା ବିହାରୀ ମୁରାରୀ ବାଳକଙ୍କ ସହିତ ଖେଳୁଅଛନ୍ତି। ଏପର୍ଯ୍ୟନ୍ତ ନା ଖାଇନାହାନ୍ତି, ନା ସ୍ନାନ କରିନାହାନ୍ତି, ନା ଖାଇନାହାନ୍ତି। ଅତଃ ପ୍ରେମରେ ବିହ୍ୱଳ ହୋଇ ମାତା ଯଶୋଦା ତାଙ୍କୁ ସ୍ନାନ ଏବଂ ଭୋଜନ ପାଇଁ ଡାକିବାରେ ଲାଗିଲେ। ଆରେ ଗୋବିନ୍ଦ, ଆରେ ଦାମୋଦର, ଆରେ ମାଧବ, ଆସ ପୁତ୍ର, ଆସ, ପାଣି ଥଣ୍ଡା ହେଉଅଛି, ଶୀଘ୍ର ସ୍ନାନ କରିନିଅ ଏବଂ କିଛି ଖାଇନିଅ। ନାରଦ ଆଦି ଋଷି ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ପ୍ରକାର ପ୍ରାର୍ଥନା କରି ଘରେ ସୁଖପୂର୍ବକ ଶୋଇଥିବା ସେହି ପୁରାଣ ପୁରୁଷ ବାଳକୃଷ୍ଣଙ୍କର ଶରଣରେ ଆସିଲେ। ଅତଃ ସେମାନେ ଶ୍ରୀକୃଷ୍ଣ ଶ୍ରୀ ଅଚ୍ୟୁତଙ୍କଠାରେ ତନ୍ମୟତା ପ୍ରାପ୍ତ କରିନେଲେ। ବେଦଜ୍ଞ ବ୍ରାହ୍ମଣ ପ୍ରାତଃକାଳ ଉଠି ଏବଂ ନିଜର ନିତ୍ୟ ନୈମିତ୍ତିକ କର୍ମକୁ ସାରି ବେଦପାଠର ଶେଷରେ ହିଁ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ମଞ୍ଜୁଳ ନାମର ଉଚ୍ଚାରଣ କରନ୍ତି। ବୃନ୍ଦାବନରେ ଶ୍ରୀ ବୃଷଭାନ କୁମାରଙ୍କୁ କୃଷ୍ଣଙ୍କ ବିୟୋଗରେ ବିହ୍ୱଳ ଦେଖି ଗୋପଗଣ ଏବଂ ଗୋପୀମାନେ ନିଜ କମଳ ନୟନରୁ ଅଶ୍ରୁ ବୁହାଇ ha ଗୋବିନ୍ଦ, ha ଦାମୋଦର, ha ମାଧବ ଆଦି କହି କାନ୍ଦିବାରେ ଲାଗିଲେ। ପ୍ରାତଃକାଳରେ ଯେତେବେଳେ ଗୋପାଳମାନେ ବନକୁ ଗାଈ ଚରିବାକୁ ବନକୁ ଗଲେ, ସେତେବେଳେ ତାଙ୍କ ରକ୍ଷା ପାଇଁ ଯଶୋଦା ମା ଶଯ୍ୟାରେ ଶୋଇଥିବା ଶ୍ରୀ ବାଳକୃଷ୍ଣଙ୍କୁ ମଧୁର ଧ୍ୱନିରେ ଡାକିବାରେ ଲାଗିଲେ, ପୁତ୍ର ଗୋବିନ୍ଦ, ପୁତ୍ର ଦାମୋଦର, ପୁତ୍ର ମାଧବ, ଉଠ ଯାଅ, ଗାଈ ଚରାଇ ଆଣ। କେବଳ ବାୟୁ, ଜଳ ଏବଂ ପତ୍ର ଖାଇବାରେ ଯାହାଙ୍କର ଶରୀର ପବିତ୍ର ହୋଇଯାଇଛି, ଏପରି ପ୍ରବାଳ ସମାନ ଶୋଭାୟମାନ ଲମ୍ବା ଏବଂ କିଛି ଅରୁଣ ରଙ୍ଗର ଜଟାଯୁକ୍ତ ମୁନିଗଣ ପବିତ୍ର ବୃକ୍ଷର ଛାୟାରେ ବସି ନିରନ୍ତର ଗୋବିନ୍ଦ, ଦାମୋଦର, ମାଧବ ଏହି ନାମ ଗାନ କରନ୍ତି। ଶ୍ରୀ ବନମାଳୀଙ୍କ ବିରହରେ ବିହ୍ୱଳ ହୋଇ ବ୍ରଜାଙ୍ଗନାମାନେ ତାଙ୍କ ବିଷୟରେ ବିଭିନ୍ନ କଥା କହି ଲୋକଲଜ୍ଜାକୁ ତ୍ୟାଗ କରି ବଡ଼ ଆର୍ତ୍ତସ୍ୱରରେ ha ଗୋବିନ୍ଦ, ha ଦାମୋଦର, ଗୋବିନ୍ଦ, ଦାମୋଦର, ମାଧବ କହି ଜୋରରେ କାନ୍ଦିବାରେ ଲାଗିଲେ। ଗୋପୀ ରାଧିକା କୌଣସି ଦିନ ମଣିର ପିଞ୍ଜରରେ ପାଳିଥିବା ଶୁଆକୁ ବାରମ୍ବାର ଆନନ୍ଦକନ୍ଦ ବ୍ରଜଚନ୍ଦ୍ର, କୃଷ୍ଣ, ଗୋବିନ୍ଦ, ଦାମୋଦର, ମାଧବ ଏହି ନାମକୁ କୁହାଇବାରେ ଲାଗିଲେ। କମଳାନୟନ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ କୌଣସି ଗୋପବାଳକଙ୍କର ଛୋଟ ବାଛୁରୀର ଲାଞ୍ଜକୁ ବାଳରେ ବାନ୍ଧିବାର ଦେଖି ମା ଯଶୋଦା ସ୍ନେହରେ ତାଙ୍କୁ ଧରି କହିବାରେ ଲାଗିଲେ, ମୋର ଗୋବିନ୍ଦ, ମୋର ଦାମୋଦର, ମୋର ମାଧବ। ପ୍ରାତଃକାଳ ହେଲା। ଗୋପବାଳକମାନଙ୍କ ମିତ୍ରମଣ୍ଡଳୀ ହାତରେ ବେତ ଧରି ଏବଂ ଲାଠି ଧରି ଏବଂ ଗାଈମାନଙ୍କୁ ଚରାଇବା ପାଇଁ ବଣକୁ ଚାଲିଲେ। ସେତେବେଳେ ସେମାନେ ନିଜର ପ୍ରିୟ ସଖା ଅନନ୍ତ ଆଦିପୁରୁଷ ଶ୍ରୀକୃଷ୍ଣଙ୍କୁ ଗୋବିନ୍ଦ, ଦାମୋଦର, ମାଧବ କହି ଡାକିବାରେ ଲାଗିଲେ। ଯେଉଁ ସମୟରେ କାଳୀନଗର ମର୍ଦ୍ଦନ କରିବା ପାଇଁ କୃଷ୍ଣ କଦମ୍ବ ବୃକ୍ଷରୁ କୁଦି ପଡ଼ିଲେ, ସେ ସମୟରେ ଗୋପକନ୍ୟାମାନେ ଏବଂ ଗୋପାଳମାନେ ଏବଂ ଗୋପଗଣ ସେଠାକୁ ଆସି ha ଗୋବିନ୍ଦ, ha ଦାମୋଦର, ha ମାଧବ କହି ବଡ଼ ଜୋରରେ କାନ୍ଦିବାରେ ଲାଗିଲେ। ଯେଉଁ ସମୟରେ ଶ୍ରୀକୃଷ୍ଣଚନ୍ଦ୍ର କଂସର ଧନୁଯଜ୍ଞ ଦେଖିବା ପାଇଁ ଅକ୍ରୂରଙ୍କ ସହିତ ମଥୁରାରେ ପ୍ରବେଶ କଲେ, ସେ ସମୟରେ ପୁରଜନବାସୀମାନେ ha ଗୋବିନ୍ଦ, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ତୁମର ଜୟ ହେଉ ଏପରି କହିବାରେ ଲାଗିଲେ। ଯେତେବେଳେ କଂସଙ୍କର ଦୂତ ଅକ୍ରୂର ବସୁଦେବନନ୍ଦନ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ବୃନ୍ଦାବନରୁ ଦୂରକୁ ନେଇଗଲେ, ସେତେବେଳେ ନିଜ ଘରେ ବସିଥିବା ଯଶୋଦା ମା ha ଗୋବିନ୍ଦ, ha ଦାମୋଦର, ha ମାଧବ କହି କାନ୍ଦିବାରେ ଲାଗିଲେ। ଯଶୋଦାନନ୍ଦନ ବାଳକ ଶ୍ରୀକୃଷ୍ଣଙ୍କୁ
କାଳି କାଳି ହ୍ରଦରେ କାଳି ନାଗ ଦ୍ୱାରା ବେଷ୍ଟିତ ହୋଇଥିବାର ଦେଖି ଗୋପୀମାନେ ରାସ୍ତାରେ ଗଡ଼ିଯାଇ ହା ଗୋବିନ୍ଦ, ହା ଦାମୋଦର, ହା ମାଧବ କହି ଜୋରରେ କାନ୍ଦିବାରେ ଲାଗିଲେ। ଅକ୍ରୂରଙ୍କୁ ରଥରେ ଚଢ଼ାଇ ମଥୁରା ଯାଉଥିବା ଶ୍ରୀକୃଷ୍ଣଙ୍କୁ ଦେଖି ସମସ୍ତ ଗୋପୀମାନେ ବିୟୋଗ କାରଣରୁ ଅଧୀର ହୋଇ କହିବାରେ ଲାଗିଲେ, ହା ଗୋବିନ୍ଦ, ହା ଦାମୋଦର, ହା ମାଧବ, ଆମକୁ ଛାଡ଼ି ତୁମେ କୁଆଡ଼େ ଯାଉଛ? ଶ୍ରୀ ରାଧା ଶ୍ରୀକୃଷ୍ଣଙ୍କର ଅଲଗା ହୋଇଯିବା ପରେ କମଳବନରେ କୁସୁମ ଶଯ୍ୟାରେ ଶୟନ କରି ନିଜର ବିକସ୍ତ କମଳ ସଦୃଶ ନୟନର ଅଶ୍ରୁ ବୁହାଇ ହା ଗୋବିନ୍ଦ, ହା ଦାମୋଦର, ହା ମାଧବ କହି କାନ୍ଦିବାରେ ଲାଗିଲେ। ମାତା ପିତା ଆଦିଙ୍କଠାରୁ ବେଷ୍ଟିତ ହୋଇଥିବା ରାଧିକା ଘର ଭିତରେ ପ୍ରବେଶ କରି କାନ୍ଦିବାରେ ଲାଗିଲେ, ହେ ବିଶ୍ୱନାଥ, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ତୁମେ ଆସି ମୋର ରକ୍ଷା କର। ରାତ୍ରି ସମୟରେ କୌଣସି ଗୋପୀଙ୍କୁ ଭ୍ରମ ହୋଇଗଲା ଯେ ବୃନ୍ଦାବନ ବିହାରୀ ଏହି ସମୟରେ ବନରେ ଅଛନ୍ତି। ସେ ତୁରନ୍ତ ସେଠାକୁ ଚାଲିଗଲା ଏବଂ ଭୟ ହେତୁ କିନ୍ତୁ ଯେତେବେଳେ ସେ ନିର୍ଜନ ବନରେ କୃଷ୍ଣଙ୍କୁ ନ ଦେଖିଲା ସେତେବେଳେ ଭୟଭୀତ ହୋଇ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ କହିବାରେ ଲାଗିଲା। ବନକୁ ନ ଯାଇ ମଧ୍ୟ ନିଜ ଘରେ ହିଁ ଶୁକର ଶଯ୍ୟାରେ ଶୟନ କରି ଯେଉଁ ଲୋକମାନେ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ବିଷ୍ଣୁ ଭଗବାନଙ୍କର ପବିତ୍ର ନାମକୁ ନିରନ୍ତର ଗାନ କରନ୍ତି, ସେ ନିଶ୍ଚୟ ହିଁ ଭଗବାନଙ୍କଠାରେ ତନ୍ମୟତା ପ୍ରାପ୍ତ କରିନିଅନ୍ତି। କମଳଲୋଚନା ରାଧାଙ୍କୁ ଶ୍ରୀକୃଷ୍ଣଙ୍କ ବିରହ ଅବସ୍ଥାରେ ପୀଡ଼ିତ ଦେଖି କୌଣସି ସଖୀ ନିଜ ପ୍ରଫୁଲ୍ଲ କମଳ ସଦୃଶ ନୟନରୁ ନୀର ବୁହାଇ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ କହି କାନ୍ଦିବାରେ ଲାଗିଲା। ହେ ରସଜ୍ଞ ଜିହ୍ୱେ, ତୋତେ ମଧୁର ବସ୍ତୁ ବହୁତ ଭଲ ଲାଗେ। ଏଥିପାଇଁ ମୁଁ ତୋ ହିତ ପାଇଁ ଏକ ବହୁତ ସୁନ୍ଦର ସତ୍ୟ କଥା କହୁଛି। ତୁ ନିରନ୍ତର ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ମଧୁର ଧ୍ୱନିକୁ ନିରନ୍ତର ଗାନ କରୁଥା। ବେଦବେତ୍ତା ବିଦ୍ୱାନ ଗୋବିନ୍ଦ, ଦାମୋଦର, ମାଧବ ଏହି ନାମକୁ ହିଁ ଲୋକମାନଙ୍କର ବଡ଼ ବଡ଼ ବିକଟ ବ୍ୟାଧି ବିଚ୍ଛେଦକାରୀ ବୈଦ୍ୟ ଏବଂ ସଂସାରର ଆଦି ଭୌତିକ, ଆଦି ଦୈବିକ, ଆଧ୍ୟାତ୍ମିକ ତିନି ତାପର ନାଶର ଉତ୍ତମ ଉପାୟ ବୋଲି କହିଛନ୍ତି। ନିଜ ପିତା ଦଶରଥଙ୍କ ଆଜ୍ଞାରେ ଭାଇ ଲକ୍ଷ୍ମଣ ଏବଂ ଜନକନନ୍ଦିନୀ ସୀତାଙ୍କ ସହିତ ଶ୍ରୀରାମଚନ୍ଦ୍ର ଘୋର ବନକୁ ଯିବାରେ ଲାଗିଲେ। ସେତେବେଳେ ତାଙ୍କର ମାତା ଶ୍ରୀ କୌଶଲ୍ୟା ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ ଏପରି କହି ଜୋରରେ କାନ୍ଦିବାରେ ଲାଗିଲେ। ଯେତେବେଳେ ରାକ୍ଷସରାଜ ରାବଣ ପଞ୍ଚବଟିରେ ଜାନକୀଙ୍କୁ ଏକାକୀ ଦେଖି ତାଙ୍କୁ ହରଣ କରି ନେଇଯିବାରେ ଲାଗିଲା, ସେତେବେଳେ ରାମଚନ୍ଦ୍ରଙ୍କ ବିନା ଯାହାଙ୍କର ଅନ୍ୟ କେହି ଆଶ୍ରୟ ନଥିଲେ, ଏପରି ସୀତା ହା ଗୋବିନ୍ଦ, ହା ଦାମୋଦର, ହା ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ କହି ଜୋରରେ କାନ୍ଦିବାରେ ଲାଗିଲେ। ରଥରେ ବସାଇ ନେଇଯାଉଥିବା ରାବଣ ସହିତ ରାମ ବିୟୋଗିନୀ ସୀତା ହୃଦୟରେ ନିଜ ସ୍ୱାମୀ ଶ୍ରୀରାମଚନ୍ଦ୍ରଙ୍କୁ ସ୍ମରଣ କରି ହା ରଘୁନାଥ, ହା ଗୋବିନ୍ଦ, ହା ଦାମୋଦର, ହା ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ ମୋର ରକ୍ଷା କର ଏହି ପ୍ରକାର କହି କାନ୍ଦିବାରେ ଲାଗିଲେ। ଯେତେବେଳେ ରାବଣ ସହିତ ସୀତା ସମୁଦ୍ର ମଧ୍ୟରେ ପହଞ୍ଚିଲେ ସେତେବେଳେ ଏପରି କହି ଜୋରରେ କାନ୍ଦିବାରେ ଲାଗିଲେ, ହେ ବିଷ୍ଣୁ, ହେ ରଘୁକୁଳପତି, ହେ ଦେବତାଙ୍କ ସୁଖ ଏବଂ ଅସୁରଙ୍କ ଦୁଃଖଦାତା, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ ପ୍ରସନ୍ନ ହୁଅନ୍ତୁ। ପାଣି ପିଉଥିବା ସମୟରେ ଜଳ ଭିତରେ ଯେତେବେଳେ କୁମ୍ଭୀର ଗଜର ପାଦକୁ ଧରି ନେଲା ଏବଂ ତାଙ୍କର ସମସ୍ତ ଦୁଃଖୀ ବନ୍ଧୁଙ୍କଠାରୁ ସେ ବିଚ୍ଛେଦ ହୋଇଗଲା, ସେତେବେଳେ ସେ ଗଜରାଜ ଅଧୀର ହୋଇ ଅନନ୍ୟ ଭାବରେ ନିରନ୍ତର ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏପରି କହିବାରେ ଲାଗିଲା। ନିଜ ପୁରୋହିତ ଶଙ୍ଖମୁନିଙ୍କ ସହିତ ରାଜା ହଂସଧ୍ୱଜ ନିଜ ପୁତ୍ର ସୁଧନ୍ୟାଙ୍କୁ ତପ୍ତ ତୈଳର କଢ଼େଇରେ ପଡ଼ିବା ସମୟରେ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ ଏହି ଭଗବାନଙ୍କ ପରମ ପାବନ ନାମକୁ ଜପ କରୁଥିବାର ଦେଖିଲା। ଦିନେ ଦ୍ରୌପଦୀଙ୍କ ଭୋଜନ କରିବା ପରେ ଅସମୟରେ ଦୁର୍ବାସ ଋଷି ଶିଷ୍ୟ ସହିତ ଆସି ଭୋଜନ ମାଗିଲେ। ସେତେବେଳେ ବନବାସିନୀ ଦ୍ରୌପଦୀ ଭୋଜନ ଦେବା ସ୍ୱୀକାର କରି ନିଜର ଅନ୍ତଃକରଣରେ ସ୍ଥିତ ଶ୍ରୀ ଶ୍ୟାମସୁନ୍ଦରଙ୍କୁ ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ କହି ଡାକିଲେ। ଯୋଗୀ ବି ଯାହାଙ୍କୁ ଠିକ୍ ଭାବେ ଜାଣିପାରନ୍ତି ନାହିଁ, ଯିଏ ସମସ୍ତ ପ୍ରକାରର ଚିନ୍ତା ହରଣ କରନ୍ତି ଏବଂ ମନବାଞ୍ଛିତ ବସ୍ତୁ ଦେବା ପାଇଁ କଳ୍ପବୃକ୍ଷ ସମାନ ଅଟନ୍ତି, ତଥା ଯାହାଙ୍କ ଶରୀରର ବର୍ଣ୍ଣ କସ୍ତୁରୀ ସମାନ ନୀଳ ବର୍ଣ୍ଣର ଅଟେ, ତାଙ୍କୁ ସଦା
हे गोविंद हे दामोदर हे माधव ए नाम स्मरण करने उचित। जो मोहरूपी अंधकार व्याप्त और विषय ज्वाल संतप्त एपरी अथवा समुद्र रूपी कूपर मु पड़ जाइए। हे मोर मधुसूदन हे गोविंद हे दामोदर हे माधव मत निज निज हस्तर अवलम्बन सहारा दिंतु। हे जिह्वे मु तोठार एक भिक्षा मागुची तू ताकू मत दे। तो यह जे जिते दंडपाणी जमराज ये शरीर अंत करने को आसवे से बड़ प्रेम तू मग्न हो आर्त स्वर बड़ प्रेम मग्न हो हे गोविंद हे दामोदर हे माधव ये मंजुल नाम को उच्चारण करुथा। हे जिह्वे हे रसज्ञ संसार रूपी बंधन काटापी तू सर्वदा हे गोविंद हे दामोदर हे माधव ये नाम रूपी मंत्र जप करुथा जहाँ सुलभ और सुंदर अटे एवं जहाँ को व्यास वशिष्ठ आदि ऋषि मैंने भी जप कर। हे जिह्वे तू निरंतर गोपाल वंशीधर रूपसिंधु लोकेश नारायण दीनबंधु गोविंद दामोदर माधव ए नाम उच्चारण उच्च स्वर करुथा। नाम गुड़िक उच्चारण उच्च स्वर करू यही नाम गुड़िकर उच्च स्वर कीर्तन कर। हे जिह्वे तू सदा ही श्रीकृष्णचंद्र गोविंद दामोदर माधव ये मनोहर मंजुला नाम को जी भक्तर समस्त संकट हारी अटे भजन करुथा। हे जिह्वे गोविंद दामोदर गोविंद गोविंद हरे मुरारे गोविंद गोविंद मुकुंद कृष्ण गोविंद गोविंद रथांग पाणी गोविंद दामोदर माधव ये नाम को तो सदा जप करुथा। मुखर सुखर अंतर यह ही सार अटे दुखर निवृत्ति पर यह ही कीर्तन कर योग्य अटे एवं शरीर अंत होगा समय भी यही मंत्र जपिबा योग्य अटे। क्यों मंत्र ऐसे यह जे से मंत्र है जे हे गोविंद हे दामोदर हे माधव दुशासन दुर्निर्वचन वचन को स्वीकार कर मृगिंग समान भावित हो जाइए द्रौपदी कौन प्रकार सभार प्रवेश कर मन मन हे गोविंद हे दामोदर हे माधव यही प्रकार भगवान को स्मरण कर लगिले। रे जिह्वे तू श्रीकृष्ण राधारमण ब्रजराज गोपाल गोवर्धन विष्णु गोविंद दामोदर माधव ये नामामृत को निरंतर पान करुथा। रे जिह्वे तू श्रीनाथ सर्वेश्वर श्री विष्णु श्री देवकी नंदन असुर निकंदन गोविंद दामोदर माधव ये नामामृत को निरंतर पान करुथा। रे जिह्वे तू गोपपति कंसरिपु मुकुंद लक्ष्मीपति केशव वासुदेव गोविंद दामोदर माधव ये नामामृत को निरंतर पान करुथा। जी ब्रजराज ब्रजंगन मान आनंदकारी अटंती जहाँ जी गाय मान चराई वन में प्रवेश कर। हे जिह्वे तू से मुरारींकर गोविंद दामोदर माधव ये नामामृत को निरंतर पान करुथा। हे जिह्वे तू प्राणेश विश्वम्भर कैटभारी वैकुंठ नारायण चक्रपाणी गोविंद दामोदर माधव ये नामामृत को निरंतर पान करुथा। हे हरि हे मुरारी हे मधुसूदन हे पुराण पुरुषोत्तम हे रावणारी हे सीतापति श्रीराम हे गोविंद हे दामोदर हे माधव ये नामामृत को हे जिह्वे तू निरंतर पान करुथा। हे जिह्वे तू श्री जदुकुलनाथ गिरिधर कमलनयन गो गोप एवं गोपी मान सुखदाता श्री गोविंद दामोदर माधव ये नामामृत को निरंतर पान करुथा। जी वृत्ति भार हरण करने सुंदर गोपाल रूप धारण कर आनंदमय लीला करने शेषदेव को निज अनुज कर से नटनागर गोविंद दामोदर माधव यही चरणामृत को हे जिह्वे तू निरंतर पान करुथा। जी पूतना बकासुर अघासुर और धेनुकासुर आदि राक्षस शत्रु अटंती एवं केशी तथा तृणावर्तर और तृणाभस्त वर्धकारी अटंती। हे जिह्वे से असुरारी मुरारींकर गोविंद दामोदर माधव ये नामामृत तू निरंतर पान करुथा। हे जानकी जीवन भगवान राम हे दैत्य दलन भरताग्रज हे ईश हे गोविंद हे दामोदर हे माधव ये नामामृत को हे जिह्वे तू निरंतर पान करुथा। हे प्रहलाद बाधारी दयामय नृसिंह नारायण अनंत हरि
ଗୋବିନ୍ଦ, ଦାମୋଦର, ମାଧବ ଏ ନାମବ୍ରତକୁ ତୁ ହେ ଜିହ୍ୱେ ତୁ ନିରନ୍ତର ପାନ କରୁଥା। ହେ ଜିହ୍ୱେ ଝିଲୀଳାରେ ହିଁ